ଦେଖନ୍ତୁ କୃଷି ବିଭାଗ ଓଡ଼ିଶା ଏନେଇ ଟ୍ୱିଟ୍ କରି ସୂଚନା ଜାରି କରିଛି ସିଏମ୍ କିଷାନ ଯୋଜନାକୁ ନେଇ। ଯଦି ଆପଣମାନେ ସିଏମ୍ କିଷାନରୁ ଟଙ୍କା ପାଉନାହାନ୍ତି ତେବେ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ସିଏମ୍ କିଷାନରେ ଅନ୍ତର୍ଭୁକ୍ତ ହୋଇନଥିବା ଚାଷୀ ଭାଇ ଭଉଣୀମାନେ ନିଜର ସିଏମ୍ କିଷାନ ସହାୟତା ରାଶି ଜାରି ରଖିବା ପାଇଁ ବିଭାଗ ଦ୍ୱାରା ପ୍ରଦତ୍ତ ପରାମର୍ଶ ସମୂହକୁ ଅନୁସରଣ କରି ସିଏମ୍ କିଷାନ ପୋର୍ଟାଲରେ ପଞ୍ଜୀକରଣ କରାଇ ନିଅନ୍ତୁ। ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଅପଡେଟ୍ ଜାଣିବା କ'ଣ ରହିଛି ଏହା ସମ୍ବନ୍ଧୀୟ ଆଉ କିଛି ନୂଆ ସୂଚନା। ଯଦି ଆପଣମାନେ ବି ସିଏମ୍ କିଷାନରେ ଟଙ୍କା ପାଉନାହାନ୍ତି ତେବେ ଆପଣ ବି ଏଥିରେ ପାଇପାରିବେ। ଭିଡ଼ିଓରେ ଆମେ ଜାଣିବା, ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ତା ପୂର୍ବରୁ ଭିଡ଼ିଓକୁ ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରିନଥିଲେ ଏବେ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ଚିହ୍ନକୁ ଦବାଇ ଦିଅନ୍ତୁ। ଦେଖନ୍ତୁ ସିଏମ୍ କିଷାନ, ଯାହାକି ସିଏମ୍ କିଷାନ ଯୋଜନାରେ ହିତାଧିକାରୀମାନେ ଧ୍ୟାନ ଦିଅନ୍ତୁ। ପିଏମ୍ କିଷାନ ଯୋଜନାରେ ଅନ୍ତର୍ଭୁକ୍ତ ହୋଇନଥିବା ସିଏମ୍ କିଷାନ ହିତାଧିକାରୀ କ୍ଷୁଦ୍ର ଓ ନାମମାତ୍ର ଚାଷୀମାନେ ସିଏମ୍ କିଷାନ ଯୋଜନାରେ ସହାୟତା ଜାରି ରଖିବା ପାଇଁ ନିମ୍ନଲିଖିତ ବାଧ୍ୟତାମୂଳକ ଆବଶ୍ୟକତା ଗୁଡ଼ିକ ପୂରଣ କରନ୍ତୁ। ତେବେ ପଞ୍ଜୀକରଣ ପାଇଁ ବାଧ୍ୟତାମୂଳକ ଆବଶ୍ୟକତା: ବ୍ୟାଙ୍କ ଖାତା ସହ ଆଧାର ସଂଯୋଗୀକରଣ, 2ରେ କୃଷକ ଓଡ଼ିଶା ପୋର୍ଟାଲରେ ପଞ୍ଜୀକରଣ। ତେବେ ସିଏମ୍ କିଷାନ ପଞ୍ଜୀକରଣ ଜାରି ରହିଛି। ଉପରୋକ୍ତ ଆବଶ୍ୟକତା ପୂରଣ କରିବା ପରେ ହିତାଧିକାରୀମାନେ ଆଧାର ଲିଙ୍କ ଥିବା ମୋବାଇଲ ନମ୍ବର ଜରିଆରେ ଇକେୱାଇସି ସହିତ ନିକଟସ୍ଥ ଜନସେବା କେନ୍ଦ୍ର କିମ୍ବା ବ୍ୟକ୍ତିଗତ ସ୍ତରରେ ସିଏମ୍ କିଷାନ ପୋର୍ଟାଲ, ଯାହାକି cmkisan.gov.in, ଏହି ପୋର୍ଟାଲରେ ପଞ୍ଜୀକରଣ କରାଇ ନିଅନ୍ତୁ। ତେବେ ଅଧିକ ସୂଚନା ପାଇଁ ବ୍ଲକ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ କିମ୍ବା କୃଷି ସମୃଦ୍ଧ ହେଲ୍ପଲାଇନ୍ ନମ୍ବର 155333ରେ ଯୋଗାଯୋଗ କରନ୍ତୁ। ତେବେ ଏହି ୱେବସାଇଟ୍ ଭିଜିଟ୍ କରିବା ପାଇଁ ଲିଙ୍କ ଆମେ ଡେସ୍କ୍ରିପ୍ସନରେ ଦେଇଛୁ, ଆପଣମାନେ ଯାଇ ମଧ୍ୟ ଚେକ୍ କରିପାରିବେ। ଯାହାକି କୃଷି ବିଭାଗ ଓଡ଼ିଶା ଏବେ ଟ୍ୱିଟ୍ କରି ସୂଚନା ଜାରି କରିଛି, ଯେଉଁମାନେ ସିଏମ୍ କିଷାନ ଯୋଜନାରୁ ଟଙ୍କା ପାଉନାହାନ୍ତି ତ ସେମାନେ ଚାହିଁଲେ ପଞ୍ଜୀକରଣ କରାଇ ଦିଅନ୍ତୁ। କାହିଁକିନା କେବେ ବି ଏହାର ଶେଷ ତାରିଖ ଆସିପାରେ, ଏପର୍ଯ୍ୟନ୍ତ ଶେଷ ତାରିଖ ଆସିନାହିଁ। ତା ପୂର୍ବରୁ ଆପଣମାନେ ନିଜକୁ ପଞ୍ଜୀକୃତ କରାଇ ନିଅନ୍ତୁ। ଯଦି ଆପଣ ବି ସିଏମ୍ କିଷାନରୁ ବାର୍ଷିକ 2ଟି କିସ୍ତିରେ, ଗୋଟିଏ ନୂଆଖାଇ ଅବସରରେ ଆଉ ଏକ ଅକ୍ଷୟ ତୃତୀୟା ଅବସରରେ 2ଟି କିସ୍ତିରେ 2,000 କରି 4,000 ଟଙ୍କା ମଧ୍ୟ ଏଥିରେ ପଠାଯାଇଥାଏ। ତେବେ ଆପଣ ଯଦି ଏହି ଟଙ୍କା ପାଇବା ପାଇଁ ଚାହୁଁଥିବେ ତେବେ ନିଶ୍ଚିତ ଭାବରେ ଏବେ ନିଜର ନାମ ରେଜିଷ୍ଟ୍ରେସନ କରାଇ ନିଅନ୍ତୁ ସିଏମ୍ କିଷାନ ପୋର୍ଟାଲରେ, ଯାହାକି ଲିଙ୍କ ଅଛି ମଧ୍ୟ ଡେସ୍କ୍ରିପ୍ସନରେ। ଏବେ ଏହାକୁ ନେଇ କୃଷି ବିଭାଗ ଓଡ଼ିଶା ଟ୍ୱିଟ୍ କରି ମଧ୍ୟ ସୂଚନା ଜାରି କରିଛି। ଆପଣ ଜାଣିଲେ ସେୟାର କରି ସାଙ୍ଗସାଥୀମାନଙ୍କୁ ନିହାତି ଭାବରେ ଜଣାଇ ଦିଅନ୍ତୁ।